ନର୍ମାଲ, କିନ୍ତୁ ଜଣେ ବାପା କାନ୍ଦିଲେ କେଉଁ ଛୁଆ ସହିପାରିବ କହିଲେ? କେହି ସହିପାରିବେନି। ବାପା କାନ୍ଦିଲେ ଝିଅର ଛାତ ପାଇଁ, ମା ବାପାଙ୍କ ପାଇଁ। ଆରେ କେହି ନାହାନ୍ତି ମୋ ମା ବାପାର ଏ ଦୁନିଆରେ, କେହି ନାହାନ୍ତି, ମୁଁ ଏକୁଟିଆ। ଜାଣିଛନ୍ତି ମାନେ ଏତେ ଅସୁବିଧା ତାଙ୍କର, ସେ ଚାଲିବା ଅବସ୍ଥାରେ ନାହାନ୍ତି, ସେ ଖଟିକି କ'ଣ ଘର ବନେଇବେ? କହିଲେ ଆମେ ଝିଅ ଘରେ କେବେ ମରିପାରିବୁନୁ। ହ୍ୟାଲୋ ଫ୍ରେଣ୍ଡସ୍, ନମସ୍କାର। ଆଉ ଗୋଟେ ନୂଆ ବ୍ଲଗ୍ରେ ଆପଣମାନଙ୍କୁ ସ୍ୱାଗତ କରୁଛି। ମୋ ତଣ୍ଟି ବସିଯାଇଛି, ମନ ଭଲ ନାହିଁ, ମୁଣ୍ଡ ବି ବିନ୍ଧା ହେଉଛି, ବହୁତ କଷ୍ଟ ହେଉଛି। ମାନେ ବାହାର କଷ୍ଟ ତ ଛାଡ଼ନ୍ତୁ, ଭିତରେ କଷ୍ଟ ହେଲେ କେହି ଦେଖିପାରନ୍ତିନି ଜୀବନ। ଆଉ ଯଦି ଦିମାଗରେ କଷ୍ଟ ହୁଏ, ମନରେ କଷ୍ଟ ହୁଏ, ସେ କଷ୍ଟକୁ କେହି ଦେଖିପାରନ୍ତିନି। ଜଙ୍ଗଲ ପୋଡ଼ିଲେ ସମସ୍ତେ ଦେଖନ୍ତି, କିନ୍ତୁ ମନରେ କଷ୍ଟ ହେଲେ କେହି ଦେଖିପାରନ୍ତିନି। ଏଇଟା 100% ସତ। ଆଉ ମାନେ ମୁଁ ଏତେ କଷ୍ଟ ପାଉଛି, କ'ଣ କହିବି ଆପଣମାନଙ୍କୁ ବାରମ୍ବାର ସେଇ ଭିଡ଼ିଓ ପକାଉଛି, ମା ବାପାଙ୍କ ପାଇଁ, ମା ବାପାଙ୍କ ପାଇଁ। ଆରେ କେହି ନାହାନ୍ତି ମୋ ମା ବାପାର ଏ ଦୁନିଆରେ, କେହି ନାହାନ୍ତି, ମୁଁ ଏକୁଟିଆ। ଜାଣିଛନ୍ତି, ମୁଁ କହୁଛି ମୁଁ କଷ୍ଟ କରିବି ପଛେ ଏଠିକି ପଳେଇ ଆସ, 2 ଜଣ ନେଇ ଆସିବି, ମୁଁ କାମ କରିବି, ତୁମେ ଆଟଲିଷ୍ଟ ପୁଅମାନଙ୍କୁ ଜଗିବ। ମୋ ମା କ'ଣ କହିଲେ ଜାଣିଛନ୍ତି ସାଙ୍ଗମାନେ? ସେ କହିଲା ତୋ ଭାଇ ଏଇଠି ମରିଛି ମାନେ ଆମେ ବି ଏଇଠି ମରିବୁ। ଖାଇତେ ପାଇଲେ ପାଇବୁ, ନହେଲେ ନାହିଁ, ଏଇଠି ମରିବୁ। ମାନେ ଜାଣିଥିବେ, କିଛି ଦିନ ଆଗରୁ ଘୂର୍ଣ୍ଣିଝଡ଼ ଆସିଥିଲା ମୟୂରଭଞ୍ଜରେ। ମାନେ ଘର ଦ୍ୱାର ସବୁ ଭାଙ୍ଗି ଦେଇଛି। କହୁଛି ଝିଅ ଘର ଭାଙ୍ଗିକି ପାଣି ପଡ଼ୁଛି। ମୁଁ କହିଲି କ'ଣ କରିବା ଆଉ? ଗୋଟେ ବଖରା ଘର, ଆଉ ଗୋଟେ ବଖରା ହେଇନି, କମ୍ପ୍ଲିଟ୍ ହେଇନି, ସିଏ ବି ଦୁଆର ନାହିଁ, ଭାଙ୍ଗି ଯାଇଛି ଘର। ଉପରେ ଚାଳ ବି ଅଧା ଥିଲା, କୁଟା ଘର, ଆଉ ଅଳ୍ପ 2ଟା ଟାଇଲ୍ ବି ଛାଇଁ ଦେଇଥିଲେ। ଆଉ ଏମିତି ରୋଜଗାର ନାହିଁ କି ମୋ ବାପାର ବଳ ନାହିଁ, ସେ ତାଙ୍କ ଜୀବନ ବି ନାହିଁ। ମାନେ ଏତେ ଅସୁବିଧା ତାଙ୍କର, ସେ ଚାଲିବା ଅବସ୍ଥାରେ ନାହାନ୍ତି, ସେ ଖଟିକି କ'ଣ ଘର ବନେଇବେ? କୁହନ୍ତୁ, ଘର ଭାଙ୍ଗି ଯାଇଛି। ମୋ ମାଆକୁ ଡାକିଲା ବେଳକୁ ମୋ ମା ବାପା କହିଲେ ସେଟା ଝିଅ ସମ୍ଭବ ନୁହଁ। କିଏ ପଦେ କହିଦେବ, କ'ଣ କହିଦେବ, ଆମେ ସହିପାରିବୁନୁ। ଜାଣିପାରୁଥିବେ। କହିଲେ ଆମେ ଝିଅ ଘରେ କେବେ ମରିପାରିବୁନୁ। ମରିବି ଯଦି ଏଇଠି କେଉଁ ଗଛ ତଳେ କେଉଁଠି କୁଟି କୁଟା ହେଇକି ମରିଯିବି, ତଥାପି ମୁଁ କେଉଁଠି ମରିବାକୁ ଚାହୁଁନି। ତ ଭାଇ ଏଇଠି ମରିଛି ମାନେ ମୁଁ ବି ଏଇଠି ମରିବି। ବାପା ବି କହୁଛନ୍ତି ମୁଁ ବି ଏଇଠି ମରିବି, ଗଛ ତଳେ ମଲେ ମରିବି। ତାହେଲେ ଭାବନ୍ତୁ ମୁଁ ମାନେ କ'ଣ କରିବି? ମାନେ ଟଙ୍କାଟେ ସାହାଯ୍ୟ କରିପାରୁନି କି କିଛି କରିପାରୁନି। ମୁଁ ଖାଲି ଶୁଣୁଛି, କାନ୍ଦୁଛନ୍ତି ସେମାନେ, ଶୁଣୁଛି। ମୁଁ ଧୈର୍ଯ୍ୟ ଧରିକି ସାହସ ଦେଉଛି। ମୁଁ କହୁଛି ମୁଁ ଗୋଟେ କ'ଣ କରୁଛି, ମୁଁ ଗୋଟେ କ'ଣ କରିବି। ଭାବନ୍ତୁ ମୁଁ କ'ଣ କରିବି? ଆପଣମାନେ ସାହାଯ୍ୟ କରୁନାହାନ୍ତି। ଗୋଟେ ଝିଅକୁ ଗାଁ ଯିବାର ଅଛି, ଆପଣଙ୍କୁ ଦେଖେଇବି ମୁଁ ଆମ ଘର କେମିତି। ଆପଣଙ୍କୁ ମିଛ ଲାଗୁଥିବ ନା, ଆମେ ଏଠି ଅଛୁ, ଖଟିକି ଖାଉଛେ, କିନ୍ତୁ ଘର ପରିସ୍ଥିତି ଦେଖିଲେ ଆପଣ ଭାବିପାରିବେନି କି ହଁ ଏମିତି ଘରର ଛୁଆ ସେ ସତ କହୁଥିଲା ତା ମା ବାପା ପାଇଁ। ମୋ ବାପାକୁ ଦେଖିଲେ ଆପଣ ଦୟା କରିବେ, ଜାଣିଛନ୍ତି, ଦୟା କରିବେ। ମାନେ ସେ ମଣିଷ ଅବସ୍ଥାରେ ନାହାନ୍ତି, ମାନେ ହାଡ଼ ପୁରା ଶୁଖି, ମାଂସ ପୁରା ଚମଡ଼ା ଲାଗିଯାଇଛି ମୋ ବାପାଙ୍କର ଦେହରେ। ମୁଁ ଯେତେ ଥର ଘରକୁ ଯାଏ କି ଆସେ, ଯେତେ ଥର କେବେ ଆସିଥିଲେ, ଏଠି 2 ଥର ଆସିଥିଲେ, ଗଲାବେଳକୁ ଯେଉଁ କାନ୍ଦିବେ, ଭାବନ୍ତୁ ଜଣେ ମା କାନ୍ଦିବ ନର୍ମାଲ, କିନ୍ତୁ ଜଣେ ବାପା କାନ୍ଦିଲେ କେଉଁ ଛୁଆ ସହିପାରିବ କହିଲେ? କେହି ସହିପାରିବେନି। ବାପା କାନ୍ଦିଲେ ଝିଅର ଛାତି ଫାଟିଯାଏ। ଆଉ ସେ ଦିନକୁ ମୁଁ ଫେସ୍ କରୁଛି। ମୋ ବାପା ଯେତେ କାନ୍ଦି ଯାଆନ୍ତି ନା, ମୁଁ ଫେସ୍ କରୁଛି। ମୋତେ ଏମିତି ଲାଗେ କି ମୋର ସେତିକି ଯଦି କରାମତି ଥାନ୍ତା, ସକ୍ଷମ ଥାନ୍ତା, ତାହେଲେ ମୋ ମା ବାପାକୁ ମୁଁ ଆଜି ପାଖରେ ରଖନ୍ତି। କିନ୍ତୁ ସେତିକି କରାମତି ମୋତେ ଭଗବାନ ଦେଇନାହାନ୍ତି, କି କେବେ ଦେବେ କି କ'ଣ ମୁଁ ଜାଣିନି। ଏ ହାତରେ ଭାଗ୍ୟ।
କ'ଣ କୌଣସି ଦିନ ମୁଁ ମୋ ମା ବାପାଙ୍କୁ ଖୁସିରେ ରଖିପାରିବିନି କହିଲେ? କୌଣସି ଦିନ ରଖିପାରିବିନି? କୁହନ୍ତୁ, ଆପଣମାନେ କୁହନ୍ତୁ। ଆପଣମାନେ ସାହାଯ୍ୟ କଲେ ତ ମୁଁ ଗୋଟେ କ'ଣ କରିବି? ମୋ ମା ବାପାଙ୍କୁ ଆଣିକି ବୁଝେଇ ବାଝେଇକି ରଖିବି କି କ'ଣ କରିବି? ଯଦି ଆପଣମାନଙ୍କ ମନ ନାହିଁ, ହୃଦୟ ନାହିଁ, ମୁଁ ତାହେଲେ କ'ଣ କରିବି? ଆପଣମାନେ ହିଁ ସବୁ କିଛି ମୋ ପାଇଁ। ମୁଁ ଜାଣିଛି ଆପଣମାନେ ଏତେ ନିର୍ଦୟ ନୁହନ୍ତି, ତଥାପି ପ୍ଲିଜ୍ ମୋତେ ମୁଁ ଆଉ ଥରେ ରିକ୍ୱେଷ୍ଟ କରୁଛି, ମୋ ମା ବାପା ପାଇଁ। ଘର ବି ଭାଙ୍ଗି ଯାଇଛି, ମୁଁ କାହାକୁ ଟଙ୍କାଟେ ମାଗୁନି, ମୁଁ ମାଗିବି ବି ନାହିଁ। ଯେତେ ପରିସ୍ଥିତି ଆସିଲେ ଆସୁ ମାଗିବିନି ଟଙ୍କାଟେ। କିନ୍ତୁ ଏତିକିଟା ତ ଭାବନ୍ତୁ, ଯେତେଜଣ ଭିଡ଼ିଓ ଦେଖୁଛନ୍ତି ସବସ୍କ୍ରାଇବ୍ ତ କରିଦେଇ ପାରିବେ। ଜାଣିଛନ୍ତି ଆଜିକାଲି ୟୁଟ୍ୟୁବ୍ ଗୋଟେ ମାଧ୍ୟମ, ସମସ୍ତେ ସେଇଥିରେ କିଛି ନା କିଛି ରୋଜଗାର କରିକି ଘର ଚଳାଉଛନ୍ତି। ବାସ୍ ମୋର ସେତିକିଟା ଆଶା ଅଛି ମୋ ମା ବାପାକୁ ଟିକେ ଭଲରେ, ସେମାନେ ବୁଢ଼ାବୁଢ଼ୀ ହେଇନାହାନ୍ତି କିନ୍ତୁ ବେମାର ଖାଇଲା ତାଙ୍କୁ। ପ୍ଲିଜ୍ ମୁଁ ଏତିକିଟା ରିକ୍ୱେଷ୍ଟ କରୁଛି, ଆପଣଙ୍କୁ ହାତ ଯୋଡ଼ୁଛି କି ମୋତେ ସାହାଯ୍ୟ କରନ୍ତୁ। ମୁଁ ପଇସା ମାଗୁନି, କ'ଣ କହିବି ଆପଣମାନଙ୍କୁ? ଆପଣମାନେ ବୁଝିବା ଲୋକ ହେଇକି ଅବୁଝା ହେଲେ ମୁଁ କ'ଣ କରିବି କୁହନ୍ତୁ? ଗୋଟେ ଝିଅ ବୋଉଟି କ'ଣ କରିବ? ୟାଠୁ ବଡ଼ ଆଉ କ'ଣ କରିପାରିବ? ଓଡ଼ିଶାବାସୀ ଏତେ ନିର୍ଦୟ ନୁହନ୍ତି, ମୁଁ ଜାଣିଛି। ମୋତେ ସାହାଯ୍ୟ କରିବେ ଫ୍ରେଣ୍ଡସ୍। ମୁଁ ଆଉ ଗୋଟେ ବ୍ଲଗ୍ ବନେଇବି ଫ୍ରେଣ୍ଡସ୍। ଆପଣମାନେ ଭଲରେ ରୁହନ୍ତୁ, ଆପଣଙ୍କ ମା ବାପାକୁ ଭଲରେ ରଖନ୍ତୁ। ରହୁଛି, ନମସ୍କାର। ଜୟ ଶ୍ରୀ ଜଗନ୍ନାଥ ପ୍ରଭୁ।